ପିଲା ଚୋରି ଅଭିଯୋଗରେ 9 ଛଦ୍ମବେଶୀ ଅଘୋରୀ ବାବାକୁ ଧରି ପୋଲିସ ହାତରେ ଦେଲେ ଭାଲିଆପେଡ଼ା ଗ୍ରାମବାସୀ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଭାଲିଆପେଡ଼ା ଗ୍ରାମର ସରକାରୀ ଉପ୍ରା ବିଦ୍ୟାଳୟରୁ ଆଜି ସକାଳ 10ଟା ବେଳେ ସ୍କୁଲ ଯିବା ବେଳେ ଭାଲିଆପେଡ଼ା ଗ୍ରାମର ଅଷ୍ଟମ ଶ୍ରେଣୀର 2 ଛାତ୍ର ସତ୍ୟପ୍ରକାଶ ସାହୁ ଯୁବରାଜ ବେହେରା ବିଦ୍ୟାଳୟରୁ ବାହାରକୁ ପେନ୍ କିଣିବା ପାଇଁ ଆସିଥିଲେ। ସେହି ସମୟରେ ସ୍କୁଲ ସାମ୍ନା ଦେଇ ଯାଉଥିବା 2 କାରରେ ଛଦ୍ମବେଶଧାରୀ ଅଘୋରୀମାନେ ଛାତ୍ର ସତ୍ୟପ୍ରକାଶ ସାହୁଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ସାଥୀ ଛାତ୍ର ଯୁବରାଜ ବେହେରାର ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତି ଯାଇଥିଲେ। ପିଲାଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ସମସ୍ତ ଗ୍ରାମବାସୀ ପହଞ୍ଚି 2 କାର ସହିତ 9 ଜଣ ଛଦ୍ମବେଶୀ ଅଘୋରୀ ବାବାଙ୍କୁ ଧରି ରେଙ୍ଗାଲି ଥାନା ହେଫାଜତରେ ଦେଇଥିଲେ। ରେଙ୍ଗାଲି ପୋଲିସ ଥାନାରେ 9 ଜଣ ଛଦ୍ମବେଶୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅନୁଗୁଳରୁ ଭଜମନ ସାହୁଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା।